ସକାଳୁ ଶୋଇକି ଉଠିଲା ବେଳକୁ ମାମା ମତେ ଆଗେ କାଖ କରିକି ନେଇକି ଆସିଲେ। ଆଉ ଆମେ ଏବେ ଚାଲି ଚାଲିକା ଯାଉଛୁ ଡମି ଦୋକାନ ପାଖକୁ। ମୋର ଯୋଉ ହାତରେ ଫୁଟକୁଣି ବାହାରିଥିଲା ସେଗୁଡା ହଉଛି ପୁଡା ନାରଙ୍ଗୀ। ତ ଆଈ ମତେ ଗୋଟେ ମାଳ କରିଦେଇଥିଲେ ଯୋଉଟା କି ନାରଙ୍ଗୀ ଗଛର ଡାଳରେ। ଆଉ ଏବେ ଦେଖନ୍ତୁ ମାମା ଦେଇ ଦଉଛନ୍ତି ଡମିକୁ ସେ ମତେ ବାନ୍ଧିଦେବେ ବୋଲି। ଆଜି ତ ଶନିବାର ଅଛି, ମୋର ସ୍କୁଲ ଯିବାର କିଛି ଚିନ୍ତା ନାହିଁ, କାହିଁକି ଆଜି ହଉଛି ସ୍କୁଲ ଛୁଟି। ତ ତେଣୁକି ମୁଁ ସକାଳୁ ସକାଳୁ ମାମାଙ୍କ ସହିତ ଏପଟେ ଚାଲି ଆସିଛି। ତ ଏଇଟା ମତେ ଏବେ ବାନ୍ଧି ଦଉଥିଲେ ଡମି। ବାନ୍ଧି ଦେଇ ସାରିଲା ପରେ ଦେଖନ୍ତୁ ଏଇ ମୋର ମାଳଟା। ତାପରେ ଆମେ ଚାଲି ଚାଲିକା ପୁଣି ଘରକୁ ପଳେଇ ଆସିଲୁ। ମାମା ବହୁତ ଜଲ୍ଦି ଜଲ୍ଦିରେ ସବୁ କାମ କରୁଥିଲେ, କାହିଁକି ମାମାଙ୍କର ଅଫିସ ଯିବା ପାଇଁ ଲେଟ୍ ହେଇଯାଉଥିଲା। ଏଠି ମତେ ବ୍ରଶ କାଢି ଦେଇଛନ୍ତି, ମୁଁ ମୋର ଆପେ ବ୍ରଶ କରିନଉଛି। ଛୁଟି ଦିନରେ ମୁଁ ସବୁବେଳେ ଆପେ ନିଜ କାମ କରିବା ପାଇଁ ଚେଷ୍ଟା କରେ। ମାମା କୁହନ୍ତି ନିଜ କାମ ନିଜେ କରିବା ପାଇଁ। ତାପରେ ମୋର ଖାଇବା ମଧ୍ୟ ବନେଇ ଦେଇଥିଲେ, ସୁଜି ଆଉ ସିମେଇ ମିଶେଇକି କ୍ଷୀରି କରିଦେଇଥିଲେ। ଆଉ ମୁଁ ଏଠି ବସିକି ଟିଭି ଦେଖି ଦେଖିକା ମୋର ଯୋଉ ବ୍ରେକଫାଷ୍ଟ ଖାଇ ନଉଛି। ଖାଇ ସାରିଲା ପରେ ଟିକେ ମୁଁ ଏଠି ବସିକି ଖେଳୁଥିଲି। ଆଉ ମାମା ତାଙ୍କର ଅଫିସ ପଳେଇ ଗଲେ। ତାପରେ ଦିପହର ହେଇଯାଇଥିଲା, ମୁଁ ମୋର ପାଠ ପଢା କରିଦେଇକି ଗାଧେଇ ଖାଇକି ରେଡି ହେଇଯାଇଥିଲି। ଆଉ ଏବେ ମୋର ଏଇ ଗାଡି ବାହାର କରିକି ଖେଳିବା ପାଇଁ ଲାଗି ଯାଇଛି। ଆଜିକାର ଏଇ ଦିନଟି ମୋର ଏଇଭଳି ଭାବରେ କଟିଛି। ଆପଣ ମାନଙ୍କୁ ମୋ ଭିଡିଓ କେମିତି ଲାଗୁଛି କମେଣ୍ଟ କରିକି ଜଣାନ୍ତୁ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିନିଅନ୍ତୁ, ଆଉ ଇନଷ୍ଟାରେ ନୂଆ ଥିଲେ ଫଲୋ କରିନିଅନ୍ତୁ। ବାଏ।